फ्रेंड्स मु आपन स्वागत करछि ओएगिजा चैनल को। आज आमे बुलते जिबा कोठना बहु पुरातन इतिहास रे भी ना अछि। से जगह ना होछि रक्त तीर्थ इगम बा जहा को द्वितीय जालियानवाग हत्याकांड बोली कहा जाउतला। इतिहास रे आपन प्रगति द्वितीय जालियानवाग कोठी हेतिला से जगह होछि इगम। सेही महान आ शहीद हेतिबा लोक मानकर स्मारकी देखिया पई आमे चलन तबे जिबा इगम शहीद स्तंभ को चलो। आज तो से जो आमर सौम्यश्री गोटे आमर दीदी जे मरी होते आज आमर बंद अच्छी ओडिशा आन दुकान बजार सब बंद आमर चूड़ामुणी छक कह जाए जगह को। देखो देखते बर्तमान ट्रलर सब अच्छे माछ फाच नुआ पुल गोटे कम चलती मत्स्य ट्रलर मालिक संघर गोटे जानी पाना छुआ स्कूल आज स्कूल कले सब छुट्टी नुआ पेट्रोल पंप रेडी यही जगह ना हूँ नंदपुर छक। जदि आप आसती बासुदेवपुर आप काटिक छक आम चूड़ामुणी बंदर तो मुझे देखे पोर्ट टाक घाट टाक ये आमर नंदपुर छक। आगु रास्ता गुरा काठ पुल थी पुल टाक माने भल भल रूप बन देखी पारे ये आमर नांजीपदा माने माने हाट कह जाए। ये रविवार रविवार आमर बहुत माने लोक बहुत जगह आसिक माने बेपार करती आमर माँ बासंती ठाकुर मेला हुए बहुत दिन माने बड़ मेलाटा हुए 15 दिन पाखापाखि चले। बर्तमान पाखापाखि पहुंची गले पाखापाखि आम पहुंची गले माने शहीद स्तंभ पाखापाखि 100 मीटर डिस्टेंस भितर अच्छी शहीद स्तंभ। आज बंद सब दुकान बंद आज देखुए यही छकटा को कह जाए तारिणी छक बोली। हाँ माँ ये प्रत्यक्ष रूपे बाहर थे माँ को ये स्थापना भी कर माँ को नुआ मंदिर गोटे तैयारी भी चलती आम से माँ मंदिर पाखापाखि बर्तमान माँ मंदिर पाखापाखि बर्तमान आम पहुंची गलु। देखो बर्तमान माँ मंदिर बहुत पुराना जमाना मंदिर यहाँ आ रास्ता एपटर आम देखी पारे गोटे साई मंदिर अच्छी ये साई सत्संग भी करा जाए बाल्य विकास भी ये माने सभा हुए। ये आमर गोटे शुक्रवार गोटे हाट लगे जोटा कि घुषुरी मांसर बहु जगार बहुत लोक आसती रास्ता जाम हो जाए। आगुरी ये जगह बहुत माने छोट आकार माने माने मार्केट थिला मार्केट भांगी बड़ आकार मार्केट हो गला। बर्तमान बर्तमान देखो रक्त तीर्थ इगम बर्तमान यहाँ आम बर्तमान शहीद स्तंभ कटिक जीवा। यहीटा आमर से स्तंभ शहीद स्मारक यहाँ सांग मैंने आम आज आसिक पहुंचनु कौन ना आप देखी पारे लिखा शहीद स्मृति पीठ इगम बोली
ପହଞ୍ଚିଗଲେ ଆମେ ଫାଇନାଲି। ଶହୀଦ ସ୍ମୃତି ଫଳକ, କ୍ୟାମେରାମ୍ୟାନ ଟିକେ ଭଲିକି ଆସିକି ଦେଖନ୍ତୁ ଶହୀଦ ସ୍ମୃତି ଫଳକ ଟିକେ ଦେଖନ୍ତୁ। ଏଇ ଦେଖିପାରୁଥିବେ ଶହୀଦ ସ୍ମୃତି ଫଳକ। ଶହୀଦ ସ୍ମୃତି ଫଳକ ଏଠି ଯୋଉମାନେ 1942 ମସିହାରେ ସେପ୍ଟେମ୍ବର ମାସ 28 ତାରିଖ ଇରମ ମେଳନ ପଡ଼ିଆରେ ସ୍ୱାଧୀନତା ସଂଗ୍ରାମରେ ଯୋଉମାନେ ଜୀବନ ହରାଇଥିଲେ ବା ପ୍ରାଣ ବଳି ଦେଇଥିବେ, ସେଇଭଳି ମହାନ ଲୋକମାନଙ୍କର କଣ ନା 29 ଜଣ ଯୋଉ ଶହୀଦ ହେଇଥିଲେ ସେମାନଙ୍କ ନାମ ଏଠି ଫଳକରେ କଣ ନା ସ୍ଥାନ ଦିଆଯାଇଛି। ଫାଷ୍ଟ ଯୋଉ ମହିଳା ଲୋକଟି ମରିଥିଲେ ତାଙ୍କ ନାଁ ହେଲା ପରି ବେዋ, ତାଙ୍କ ଘର ହଉଛି ଇରମ। ବିଶ୍ୱନାଥ ଦାସ ଯେ ପଢୁଆଁ, ଗୋପାଳ ଚରଣ ଦାସ ପଢୁଆଁ, ବିଜୁଳି ଦାସ ପଢୁଆଁ, ରାଧୁ ମାହାଳିକି ପଢୁଆଁ, ମାଘ ମାହାଳିକି, ମଣି ବେହେରା, ଧ୍ରୁବଚରଣ ଦେ, ବାସୁଦେବ ସାହୁ, କାଳୀ ମାଝୀ, ଭୁଆ ମାଝୀ, ମଦନ ପଲାଇ, ହରି ବେହେରା, କୃପାସିନ୍ଧୁ ବେହେରା, ବୃନ୍ଦାବନ ପଣ୍ଡା, ନିଧି ମଳିକ, ଶଙ୍କର ମଳିକ, ଉପମଳିକି, ଭାବନା ରାଉତ, ଜଟି ସାହୁ, ଗୋବିନ୍ଦ ରାଉତ, ଦିବାକର ପ୍ରାଣୀଗ୍ରାହୀ ଯେ ଆମର କେଶବରିଆ, ରତ୍ନାକର ପାଣି, ମଣି ପ୍ରଧାନ, ପରିଦାସ, ବଲ୍ଲଭ ବେହେରା, ହୁସି ବେହେରା, କୃଷ୍ଣ ସ୍ୱାଇଁ, ରାମ ମାଝୀ, ସେଇଭଳି ମହାନ ଶହୀଦ ମାନଙ୍କର ନା ସବୁଦିନ ପାଇଁ ଅମର ରଖିବା ପାଇଁ ତାଙ୍କର ବର୍ତ୍ତମାନ କଣ ହେଇଛି ନା ଆମ ଶହୀଦ ସ୍ମୃତି ଫଳକଟି ତିଆରି ହେଇଛି। ଆଉ ଗୋଟେ କଥା ହେଲା ଜାଗାଟି ବର୍ତ୍ତମାନ ଅପରିଷ୍କାର ହେଇକି ପଡୁଛି ରକ୍ଷଣାବେକ୍ଷଣ ଅଭାବ ଯୋଗୁରୁ। ଆଉ ବର୍ତ୍ତମାନ ଗେଟଟି ବର୍ତ୍ତମାନ ବନ୍ଦ କରିଦିଆଯାଇଛି। ଚାଲନ୍ତୁ ଆଉ କଣ ଅଛି ଏଇ ମହାନ ଜାଗାରେ ଆମେ ବୁଲିକି ଦେଖିବା। ସେ ଗଛଟି ପ୍ରାୟତଃ ବଡ ଗଛଟି ହେଇଛି, ଦେଖିପାରୁଥିବେ 100 ବର୍ଷ ପୁରୁଣା ଗଛ ସିଏ ଆଜି ପର୍ଯ୍ୟନ୍ତ ମଧ୍ୟ ସେଇଭଳିଆ ହେଇକି ଅଛି। ଆଉ ଚାଲ ଆଗକୁ ଯିବା, କଣ ଅଛି ଦେଖିବା। ଏଇଠି ଦେଖିପାରୁଥିବେ ଗୋଟେ ଆମର ସେଇ ଶହୀଦ ମାନଙ୍କ ପାଇଁ ଗୋଟେ ମାନେ ସଂଘ ପାଇଁ ଗୋଟେ ସଂଘ ତିଆରି ହଉଛି, ତାରି ପାଇଁ ବର୍ତ୍ତମାନ ଏଟା ତିଆରି ଚାଲିଛି। ଘରଟି ବର୍ତ୍ତମାନ କମ୍ପ୍ଲିଟ ହେଇନାହିଁ, ବାକି ତିଆରି ଚାଲିଛି। ଆଉ ଏଠି ଯୋଉମାନେ ସବୁ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି ସେଇମାନଙ୍କ ପାଇଁ ଏଠି ଗୋଟେ ପାଣି ଟାଙ୍କି ମଧ୍ୟ ବନା ହେଇଛି। ଗାଁ ଲୋକ ବି ବର୍ତ୍ତମାନ ସେଠାରୁ ଉପକୃତ ହଉଛନ୍ତି, ଆଉ ଲୋକମାନଙ୍କ ପିଇବାର ବ୍ୟବସ୍ଥା ମଧ୍ୟ ହେଇଯାଇଛି। ଆଉ ବର୍ତ୍ତମାନ ଦେଖିପାରୁଛ କେତେ ବଡ ଗୋଟେ ପୋଖରୀଟେ ଅଛି। ବର୍ତ୍ତମାନ ପୋଖରୀଟାକୁ ମଧ୍ୟ ଭଲ ଭାବରେ ବର୍ତ୍ତମାନ ତା ପାଖରେ ସବୁ ବାଉଣ୍ଡ୍ରି ଉଠେଇ ଦେଇଛନ୍ତି। ଆଉ ଭଲ ଭାବରେ ପୋଖରୀଟା ପରିଷ୍କାର ପରିଚ୍ଛନ୍ନ କରି ରଖିଛନ୍ତି। ଏଠି ଚନ୍ଦନ ମେଳନ ମଧ୍ୟ ଏ ଜାଗାରେ ହୁଏ। ଆଉ ଗୋଟେ ମହାଦେବ ମନ୍ଦିର ଅଛି। କଣ ଲେଖା ହେଇଛି ମହାଦେବ ମନ୍ଦିର ନାଁ ନା ଶ୍ରୀ ଶ୍ରୀ ବାବା ଯଗେଶ୍ଵର ମହାଦେବ। ଆଉ ଗାଁ ଲୋକ ମାନଙ୍କ କହିବା ଅନୁସାରେ ମନ୍ଦିରଟି ବହୁତ ପୁରାତନ ମନ୍ଦିରଟା। ପାଖାପାଖି ମାନେ ଯେତେବେଳେ ଇଂରେଜ ମାନେ ଶାସନ କରୁଥିଲେ ସେବେଠୁ କାରି ଏ ମନ୍ଦିର ଏଠି ଅଛି। ଆଉ ଗାଁ ଲୋକମାନେ ବର୍ତ୍ତମାନ ଟିକେ ମନ୍ଦିର ଟାକୁ ଭଲ ଭାବରେ ଟିକେ ବନେଇ ଦେଇଛନ୍ତି ଆଉ। ଆଗରୁ ଏ ଜାଗାର ରାସ୍ତାଟା ଟିକେ ଭଲ ଥିଲାନି, ବର୍ତ୍ତମାନ ରାସ୍ତା ଟିକେ ଭଲିକି ବନେଇ ଦେଇଛନ୍ତି। ଆଉ ଟିକେ କାମ ଚାଲିଥିଲା, ବର୍ତ୍ତମାନ ବର୍ଷା ପାଗ ପାଇଁ କାମ ଟା ବନ୍ଦ ଅଛି। ଆଉ ଏଇଟା କୁହାଯାଏ ଇରମ ଛକ ବୋଲିକି। ଆପଣ ଯଦି ବାସୁଦେବପୁର ଆସିବେ ଏଇ ଛକରେ ଆସିକି ଆପଣ ଫାଷ୍ଟ ପହଞ୍ଚିବେ। ଆଉ ଏଇ ଯୋଉ ସ୍ମୃତି ପୀଠ କହୁଥିଲି ବର୍ତ୍ତମାନ ଦେଖିପାରୁଥିବେ ଏଠି ଗଣେଶ ତ୍ରିପାଠୀ ବୋଲିକି ଯୋଉ ଲୋକ ସ୍ଵାଧୀନତା ସଂଗ୍ରାମୀ ଥିଲେ ତାଙ୍କର ବର୍ତ୍ତମାନ ଏଇ ମୂର୍ତ୍ତି ଟା ବର୍ତ୍ତମାନ ସ୍ଥାପନ କରାଯାଇଛି। ଆଉ ଏଇ ଜାଗା ଟା ହେଲା ଶହୀଦ ସ୍ମରଣ ମାନେ ମାନେ ଶହୀଦ ସ୍ମୃତି ସ୍ତମ୍ଭ। ଏଟାକୁ ବର୍ତ୍ତମାନ ବନା ଯାଇଛି ବା ଭଲି ଦେଖନ୍ତୁ କେତେ ବଡ ସ୍ତମ୍ଭଟେ ବର୍ତ୍ତମାନ ଏଟାକୁ ବନା ଯାଇଛି। ବା ଇରମ ଶହୀଦ ସ୍ତମ୍ଭ କୁହାଯାଏ ବା ଶହୀଦ ସ୍ମୃତି ସ୍ତମ୍ଭ ବି ମଧ୍ୟ କୁହାଯାଏ। ଏଇ ଯୋଉ ଆଉ ଗୋଟେ ସ୍ଵାଧୀନତା ସଂଗ୍ରାମୀ ତାଙ୍କର ପରିବେବାଙ୍କର ଏଇଟା ମାନେ ତାଙ୍କର ପ୍ରତିମା ତିଆରି ହେଇଛି। ଏଟା ବାଞ୍ଛାନିଧି ମହାନ୍ତିଙ୍କର। ତାପରଟା ହେଲା ବାଞ୍ଛାନିଧି ଚକଲା। ଆଉ ତାପରେ ବାଞ୍ଛାନିଧି ଚକଲା ରାଷ୍ଟ୍ରପତି ବାସୁଦେବପୁର ଯିଏ ଥିଲେ ତାଙ୍କର। ଉତ୍କଳମଣି ଗୋପବନ୍ଧୁ ଦାସଙ୍କର, ସ୍ଵାଧୀନତା ବିପ୍ଳବୀ ଅଗ୍ନିୟଗିରିଙ୍କର। ବର୍ତ୍ତମାନ ଦେଖିପାରୁଥିବେ ଏଇଠି ଜାନୁଆରୀ 26 ଅଗଷ୍ଟ 15 ଦିନ ଗୋଟେ ବଡ ପତାକା ଲାଗେ। ଆଉ ସେଇ ପତାକା ଉତ୍କୋଳନ ନିମନ୍ତେ କେତେ ବଡ ଦେଖିପାରୁଥିବେ ଆଖି ପାଉନି ସେଇଭଳିଆ ଗୋଟେ ବନା ଯାଇଛି।
ଏଟା ସ୍ଵାଧୀନତାର ଅମୃତ ମହୋତ୍ସବ ବୋଲି ଏ ଜାଗାର ନାଁ ଦିଆଯାଇଛି। ଜାଗାଟା ବୋଧେ ବହୁତ ଡେଭଲପମେଣ୍ଟ ହେଇଗଲାଣି, ଆଗରୁ ଏରାଉଣ୍ଡ କିଛି ନଥିଲା, ବର୍ତ୍ତମାନ ବହୁତ ଡେଭଲପମେଣ୍ଟ ହେଇଯାଇଛି ବର୍ତ୍ତମାନ ଜାଗାଟା। ଆଜି ମାର୍କେଟ ବନ୍ଦ ବୋଲିକି ଦୋକାନୀ ଏତେ ନାହାନ୍ତି, କିନ୍ତୁ ମାର୍କେଟ ଯେବେ ଖୋଲା ରୁହେ ଜାଗା ସଦାବେଳେ ଭିଡ଼ ରୁହେ। ଚାଲନ୍ତୁ ଭିତରକୁ ଯାଇକି ଆମେ ବର୍ତ୍ତମାନ ଦେଖିବା ଜାଗାର ମାନେ କେମିତି କଣ, ଆରେ ଭଲିକି କ୍ଲିୟର ସେ ଆମେ ଦେଖିବା ସେ ଜାଗାକୁ। ଗୋଟେ ବଜରଙ୍ଗ ବଲିଙ୍କର ଗୋଟେ ମାନେ ମନ୍ଦିର ବି ଏଠି ସ୍ଥାପନା କରାଯାଇଛି, ଗାଁ ଲୋକମାନେ ମିଶିକି କରିଛନ୍ତି ଆଉ। ଦେଖନ୍ତୁ ଭଲିକି ମନ୍ଦିର ଟା। ପ୍ରଭୁଙ୍କ ମନ୍ଦିର ଏଟା ଗୋଟେ ଆମର ମନ୍ଦିରଟା, ଭିତରକୁ ଯିବା। ନନା ଏଟା କୋଉ ମନ୍ଦିର? କୋଉ ମନ୍ଦିର ଏଟା? ସେଟା କି ମାଙ୍କ ମନ୍ଦିର? ବଜ୍ର ମା କାଳୀ। ହଁ ମାଙ୍କ ବଜ୍ରମାଳୀ ମା କାଳୀ ଯୋଉ କୁହାଯାଏ ନା, ସେ ମାଙ୍କ ମନ୍ଦିର। ମାଲୋ ମାଙ୍କ ଦେଖିପାରୁଥିବେ। ସେଇ ଯୋଉ ପୋଖରୀଟା ଆପଣ ଦେଖୁଛନ୍ତି ନିଗମ ଚନ୍ଦନ ପୋଖରୀ, ସେ ପୋଖରୀର ବର୍ତ୍ତମାନ ମନ୍ଦିର ସାମ୍ନାର ଦୃଶ୍ୟଟା ଏଇଟା। କେତେ ଦେଖ ଶାନ୍ତ ଲାଗୁଛି, ମାନେ ଯେକୌଣସି ଠାକୁର ଜାଗା ହଉ ଆଉ କେତେ ମାନେ ଭଲ ଲାଗିବ। ମାଛ ଛାଡୁଛନ୍ତି ନା, ଆମ ବବୁଲ ଆମର ଆସିକି ଦୁଧ ଦୁହିଁ ପକେଇଲାଣି। ଥଣ୍ଡା ପାଣି ନା, ଏପଟ ଗାଁ ସବୁ ଅଛି, ଗାଁ ଇଏ କରୁଛନ୍ତି ଆଉ।